ମୁଁ ଜୋର ଦେଇ କହିପାରେ ସେ ଶିଖିବାକୁ ଚାହିଁଲେ ନାହିଁ ଏବଂ ଓଡ଼ିଆ ଭାଷାକୁ ଘୃଣା କରୁଥିଲେ। କାରଣ ତାଙ୍କୁ ଶିଖାଇବା ପାଇଁକି ପ୍ରଥମ ଅବସ୍ଥାରେ ଆମେ ଜଣେ ବିଜ୍ଞ ଜ୍ଞାନୀ ପଣ୍ଡିତ ଲୋକଙ୍କୁ ନିୟୋଜିତ କରିଥିଲୁ। ରାଜକିଶୋର ମିଶ୍ର ବୋଲିକି ଥିଲେ ଯାଉଥିଲେ। ମୁଁ ସବୁଦିନ ସକାଳୁ ନବୀନ ନିବାସ ଯାଏ, ପୁଣି ପାନ ନେଇକି ତାଙ୍କ ପାଖକୁ ଯାଏ। ସେଠି ପାନ ଖାଆନ୍ତି, ମୁଁ ବି ପାନ ଖାଉଥିଲି, ନେଇକି ଯାଏ ତାଙ୍କୁ ଟିକେ ଉତ୍ସାହିତ କରିବା ପାଇଁ। କିନ୍ତୁ ଦିନେ ସେ କହିଲେ ନାଇଁ ୟାଙ୍କ ଦେଇ ପାଠ ହେବ ନାହିଁ। କିଏ କହିଲେ? ରାଜୁ ମିଶ୍ର। କ'ଣ ପାଇଁ କହିଥିବେ? ହେଲା ନାହିଁ, ଇଏ ଖାଇକି ସିଗାରେଟ୍ ଖାଇ ଉଡ଼ିଲେ, ପଢ଼େଇବାକୁ ଇଣ୍ଟରେଷ୍ଟ କଲେ କହୁଥିଲେ, କିନ୍ତୁ ଥିଲେ। ଏବଂ ନବୀନ ବାବୁ ମଝିରେ ମଝିରେ ଆମ ସାଙ୍ଗରେ ମଧ୍ୟ ପଦେ ପଦେ ଖଣ୍ଡି ଖଣ୍ଡି ଓଡ଼ିଆ କହୁଥିଲେ। ଭାଷଣରେ ମଧ୍ୟ ସାଧାରଣରେ ପବ୍ଲିକଲି ନମସ୍କାର, ମାଆମାନଙ୍କୁ ନମସ୍କାର, ଭାଇମାନଙ୍କୁ ନମସ୍କାର, ଭଉଣୀମାନଙ୍କୁ ନମସ୍କାର, ମୋ ଚିହ୍ନ ଚକ ଚିହ୍ନ, ମୋ ଚିହ୍ନ ଶଙ୍ଖ ଶଙ୍ଖ ଚିହ୍ନ, ଏମିତି କହିକିରି ଭୋଟ ମାଗୁଥିଲେ। ମୁଁ ଟିକେ ଟିକେ ଓଡ଼ିଆ ଆଉ ଶିଖୁଛି, ଗୋଟେ ୱାର୍ଡ ତାଙ୍କର ମୁଁ ଟିକେ ଭାଇରାଲ ହେଇଥିଲା ଯୋଉଟାକି ଆପଣମାନେ ଖୁସି ତ। ହଁ, ମୁଁ ଟିକେ ଟିକେ ଓଡ଼ିଆ ଶିଖୁଛି, ମୋତେ କ୍ଷମା କରିବେ, ଏ କଥା କହୁଥିଲେ। 2004 ପରେ ହଠାତ୍ ବନ୍ଦ କରିଦେଲେ। ତାର କାରଣ ସମ୍ପର୍କରେ ମାନେ ତାର କାରଣ ହେଉଛି ସେ ଓଡ଼ିଆ ଭାଷା ନ ଜାଣିକି ମଧ୍ୟ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଇପାରିଲେ। ତାହା ହିଁ ହେଲା ତାଙ୍କ ପାଇଁ ଆଗଥରା। ସେତେବେଳେ ଆମେ ଆଣିଥିଲୁ, ଇଏ କିନ୍ତୁ ନିର୍ବାଚିତ ମୁଖ୍ୟମନ୍ତ୍ରୀ ହେଲେ 2004 ପରେ ହେଲା। ଯେତେବେଳେ ଯେଉଁ କୁହାଯାଉଛି ଶୁଣାଯାଉଛି ନବୀନ ପଟ୍ଟନାୟକ ଏଥିପାଇଁ ଓଡ଼ିଆ ଶିଖିଲେନି କାରଣ ଓଡ଼ିଆ ମାନେ ତାଙ୍କ ଦୁଃଖ ଜଣେଇଥାନ୍ତେ, ଏଇଟା ସତ କଥା? ନ୍ୟାଚୁରାଲି କମ୍ୟୁନିକେସନ୍ ହେଇଥିଲେ ଓଡ଼ିଆମାନେ ଆସିଥାନ୍ତେ, ଭିଡ଼ ଜମିଥାନ୍ତା, ଦୁଃଖ ଜଣାଇଥାନ୍ତେ। ଜଣେ ମୁଖ୍ୟମନ୍ତ୍ରୀ କହିଦେଉଛି, ପଶ୍ଚିମବଙ୍ଗରେ ଯେତେବେଳେ ବିଧାନଚନ୍ଦ୍ର ରାୟଙ୍କର ମୁଖ୍ୟମନ୍ତ୍ରୀତ୍ୱ ଶାସନ ହେଲା, ସେ ଜବାହରଲାଲ ନେହେରୁଙ୍କୁ କହିଲେ ଏଠିକାର ରାଜ୍ୟପାଳ ମଧ୍ୟ ଜଣେ ବଙ୍ଗାଳୀ ଜାଣିଥିବା ଲୋକ ହେବ, ବଙ୍ଗଳା ନ ଜାଣିଥିବା ଲୋକକୁ ରାଜ୍ୟପାଳ ଭାବେ ଆମେ ଗ୍ରହଣ କରିବୁ ନାହିଁ। ଏଣୁ ପଶ୍ଚିମବଙ୍ଗରେ ଜବାହରଲାଲ ନେହେରୁଙ୍କ ଭଳିଆ ନେତା ବାଧ୍ୟ ହୋଇକରି ଜଣେ ବଙ୍ଗାଳୀଙ୍କୁ ପ୍ରଥମ ମୁଖ୍ୟମନ୍ତ୍ରୀ କଲେ, ଗଭର୍ଣ୍ଣର କଲେ। ଏବଂ ଦ୍ୱିତୀୟ ଗଭର୍ଣ୍ଣର ମଧ୍ୟ ବିଧାନ ରାୟ ବଙ୍ଗାଳୀ ଶିଖିଲା ପରେ ବଙ୍ଗଳା ଭାଷାର ଲୋକର ଗଲେ ବଙ୍ଗାଳୀ ତ ବଙ୍ଗାଳୀ କରାଗଲା। ଓଡ଼ିଶାରେ ଜଣେ ମୁଖ୍ୟମନ୍ତ୍ରୀ ଯିଏ ସମସ୍ତଙ୍କ ସାଙ୍ଗେ କଥାବାର୍ତ୍ତା କରେ, ମୁଁ ତାଙ୍କୁ ଆଣିବାରେ ମଧ୍ୟ ମୁଁ ଜଣେ ସହଯୋଗୀ ଥିଲି। ଏବଂ ମୁଁ ଭାବୁଥିଲି ଯେ ଅନ୍ତତଃ 5 ବର୍ଷ ଭିତରେ ସେ ଓଡ଼ିଆ ଶିଖିଯିବେ। 7 ବର୍ଷ ଟପିଲା, 8 ବର୍ଷ ଟପିଲା, ସେ ଓଡ଼ିଆ ଶିଖିଲେ ନାହିଁ। ଆମେ ଲକ୍ଷ୍ୟ କଲୁ ଯେ ଆସୁଥିବା ବାହାରୁ ଆସୁଥିବା ତେଲେଙ୍ଗା, ତାମିଲ, କେରଳୀ ଯେଉଁମାନେ IAS ଆସିଛନ୍ତି ବା ଇଭିନ୍ ଡାକ୍ତରଖାନାରେ ଆସି କାମ କରୁଥିଲେ ବା ଇଞ୍ଜିନିୟରମାନେ ଆସୁଥିଲେ, ସେ ବର୍ଷକ ଭିତରେ, 2 ବର୍ଷ ଭିତରେ, 5 ବର୍ଷ ଭିତରେ ଓଡ଼ିଆ ଭାଷା ଶିଖୁଥିଲେ ଏବଂ ଓଡ଼ିଆରେ ଲେଖାଲେଖି କରୁଥିଲେ, କଥାବାର୍ତ୍ତା କରୁଥିଲେ। ଆଜି ତ ସେ କଥା ନାହିଁ, ଆଙ୍କ ବେଳକୁ ତ ହେଲାନି। ସେଇ କଥା। ତାହେଲେ ଓଡ଼ିଆକୁ କ'ଣ ପାଇଁ, ଯେହେତୁ ସେ ତ ଓଡ଼ିଆ, ତେଣୁ ଓଡ଼ିଆକୁ କ'ଣ ପାଇଁ ଘୃଣା କରୁଥିଲେ ଆପଣ କହିବା କଥା? କ'ଣ ପାଇଁ ଘୃଣା କରୁଥିଲେ ତାଙ୍କୁ ଜଣା। ମୋତେ ଲାଗୁଛି ସେଥିପାଇଁ ସିଏ ଯେତିକି ଦାୟୀ ନୁହଁ, ଆମେ ସେଇ ପରିବାର ତାଠାରୁ ଅଧିକ ଦାୟୀ। ଆମେ 24 ବର୍ଷରେ ତାଙ୍କୁ 5 ବର୍ଷ ପର୍ଯ୍ୟନ୍ତ ଆମେ ତାଙ୍କୁ ଗ୍ରହଣ କଲୁ। ମୁଁ ତାଙ୍କୁ 5 ବର୍ଷ ପର୍ଯ୍ୟନ୍ତ ଗ୍ରହଣ କଲି, ଯେ 7 ବର୍ଷ ପର୍ଯ୍ୟନ୍ତ ଗ୍ରହଣ କଲି। 97 ମସିହାରୁ 2007 ହେଇଗଲା, 10 ବର୍ଷ ପର୍ଯ୍ୟନ୍ତ ଗ୍ରହଣ କଲି। ଅଥଚ 10 ବର୍ଷ ଭିତରେ ତାଙ୍କର ଓଡ଼ିଆ ଶିଖିବାର ଆଗ୍ରହ ନାହିଁ ବା ଓଡ଼ିଆ ଶିଖୁନାହାନ୍ତି ବା କହୁନାହାନ୍ତି। ସେଇଠି ଦେଖିଲି ଅପରାଜିତା ଷଡ଼ଙ୍ଗୀ ଯେତେବେଳେ କଲେକ୍ଟର ଥାନ୍ତି ଏଠି ସୁନ୍ଦରଗଡ଼ରେ, ସେ ଆଜିକା ବିରୋଧୀ ଦଳରେ ଅଛନ୍ତି, ବିଜେପିରେ ଅଛନ୍ତି, ପାର୍ଲାମେଣ୍ଟ ମେମ୍ବର। ମୋତେ ଦିନେ ଗୋଟେ ଜାଗାରେ ଏଠି ମ୍ୟୁନିସିପାଲିଟିକି ଆସିଥାନ୍ତି, ଖାଉଥାନ୍ତି। ମୁଁ ଟିକେ ସେଇ ଖଟା ଖାଇବାକୁ ଚାହେଁ। କ'ଣ ତା ନାଁଟା? ମୁଁ କହିଲି ଆମ୍ବୁଲ ରାଇ। ଏପର୍ଯ୍ୟନ୍ତ ମୋର ମନେ ଅଛି, କାରଣ ମୁଁ ତାଙ୍କୁ କହିଥିଲି ଯେ ଆମ୍ବୁଲ ରାଇ ଆଣିକି ଦିଅ। ଏଠି ଅର୍ଥାତ୍ ସିଏ ଶିଖିଲେ, ଓଡ଼ିଆ ଶିଖିଲେ। ଦିନେ ତାଙ୍କ ଅଫିସରେ ବସିଛି, ବ୍ଲକରୁ ଆସିଥିବା ଓଡ଼ିଆର ଚିଠିକି ସେ ପଢ଼ୁଥାନ୍ତି ମୋ ଆଗରେ, ମୋତେ ଜଣାଇବା ପାଇଁ ଯେ ମୁଁ ଓଡ଼ିଆରେ ପଢ଼ି ଜାଣିଲିଣି। ମୁଁ ତାଙ୍କ ପ୍ରଶଂସା କରୁଛି ଏଇଥିପାଇଁ ଯେ ଜଣେ ଓଡ଼ିଆ ପ୍ରତି ଆଗ୍ରହ ରଖିବ। ଧର ଏଇ ଯେଉଁ ପାଢ଼ୀ ଅଛନ୍ତି, ଉଷା ପାଢ଼ୀ ଅଛନ୍ତି, ସେ ଓଡ଼ିଆ ନାଚ ଶିଖିଲେ, ସଂସ୍କୃତି ସମ୍ପନ୍ନ ହେଲେ, ଓଡ଼ିଶୀ ନାଚ ଶିଖିଛନ୍ତି ଏବଂ ଓଡ଼ିଆରେ ମଧ୍ୟ କଥା କହିଲେ, ଲେଖାଲେଖି ଏସବୁ କଲେ। ଏଣୁ ଯେଉଁମାନେ ବାହାରୁ ଆସିକିରି ଏଠି ସବୁ ଶିଖୁଛନ୍ତି ବା ପଢ଼ୁଛନ୍ତି, ଆମେ ତାଙ୍କୁ ଦେଖୁଛୁ। ନବୀନ ବାବୁ ଚାହିଁଥିଲେ ହେଇପାରିନଥାନ୍ତା? କିଏ କହିଲା ହେଇନଥାନ୍ତା ବୋଲି?